ଦୁଶାଳାଙ୍କ ଜନ୍ମ ଭୁଲବଶତଃ ହୋଇଥିଲା କି? ନମସ୍କାର, ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ମୁଁ ଗୀତାଞ୍ଜଳି ସ୍ୱାଗତ କରୁଛି ମୋ ଚ୍ୟାନେଲକୁ। ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ତାହେଲେ ଆସନ୍ତୁ ମହାଭାରତର ଆଉ ଏକ ଚରିତ୍ର ବିଷୟରେ ଆମେ ଜାଣିବା। ସେ ହେଉଛନ୍ତି ଦୁଶାଳା। ମହାଭାରତର ମୁଖ୍ୟ ଚରିତ୍ର ଧୃତରାଷ୍ଟ୍ର, ପଣ୍ଡୁ, ଗାନ୍ଧାରୀ, କୁନ୍ତୀ ଆଦିଙ୍କ ସମ୍ବନ୍ଧରେ ସାଧାରଣରେ ଚର୍ଚ୍ଚା କରାଯାଇଥାଏ। କିନ୍ତୁ ପାଣ୍ଡବ ଓ କୌରବଙ୍କ ଏକମାତ୍ର ଭଉଣୀ ଦୁଶାଳାଙ୍କ ବିଷୟରେ ବହୁତ କମ ଲୋକ ଜାଣନ୍ତି। ସମସ୍ତଙ୍କର ଏକ ଧାରଣା ଅଛି ଯେ କୌରବ କେବଳ 100 ଭାଇ ଥିଲେ, ହେଲେ ପ୍ରକୃତରେ ସେମାନେ ଥିଲେ 99 ଏବଂ ସେମାନଙ୍କର ଜଣେ ଭଉଣୀ ମିଶି ଧୃତରାଷ୍ଟ୍ରଙ୍କର ସନ୍ତାନ ଥିଲେ 100। ତେବେ ଦର୍ଶକ ବନ୍ଧୁ, ଯଦି ଏହି ଲେଖାଟି ଭଲ ଲାଗେ, ମନକୁ ପାଏ, ତାହେଲେ ଆପଣ ସେୟାର କରିଦେବେ ବନ୍ଧୁବାନ୍ଧବ ସହ, ନିଜ ପରିବାରଜନ ସହ। ଆଉ ଗୋଟେ ଲାଇକ୍ ନିଶ୍ଚିତ ଭାବରେ କରିଦେବେ। କମେଣ୍ଟ ବକ୍ସରେ ଲେଖିବେ କେମିତି ଲାଗିଲା। ଠିକ ଅଛି। ଦୁଶାଳାଙ୍କ ଜନ୍ମ କେବେ ହୋଇଥିଲା, କିପରି ହୋଇଥିଲା ଏବଂ ତାଙ୍କ ଚରିତ୍ରର ଗଭୀରତା କେତେ ଥିଲା, ତାହା ଏକ ପ୍ରଶ୍ନବାଚୀ ହୋଇ ରହିଛି। ଗାନ୍ଧାରୀ ପ୍ରକୃତରେ ମହର୍ଷି ବ୍ୟାସଦେବ ଧୃତରାଷ୍ଟ୍ରଙ୍କ ପତ୍ନୀ ଗାନ୍ଧାରୀଙ୍କୁ 100 ପୁତ୍ର ପ୍ରାପ୍ତିର ବର ଦେଇଥିଲେ। କିନ୍ତୁ ଗାନ୍ଧାରୀ ଯେତେବେଳେ ଗର୍ଭବତୀ ହେଲେ, 2 ବର୍ଷ ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ତାନ ଜନ୍ମ ହୋଇନଥିଲେ। ଦିନେ ଧୈର୍ଯ୍ୟହରା ହୋଇ ସେ ନିଜ ଗର୍ଭକୁ ଆଘାତ ଦେବାରୁ ଏକ ଲୁହା ପିଣ୍ଡୁଳା ବାହାରକୁ ବାହାରି ଆସିଥିଲା। ପରେ ଗାନ୍ଧାରୀ ଲୋକଲଜ୍ଜା ଭୟରେ ପିଣ୍ଡୁଳାଟିକୁ ଫିଙ୍ଗିଦେବେ ବୋଲି ସ୍ଥିର କରିଥିଲେ। ସେହି ସମୟରେ ମହର୍ଷି ବ୍ୟାସଦେବ ଆସି ଲୁହା ପିଣ୍ଡୁଳାକୁ 100ଟି ଛୋଟ ଛୋଟ ଖଣ୍ଡ କରି ଅଲଗା ଅଲଗା ମାଠିଆରେ ରଖିଦେଇଥିଲେ। କିଛି ସମୟ ପରେ ଯେବେ ଏହି ମାଠିଆ ଗୁଡ଼ିକୁ ଭଙ୍ଗା ଯାଇଥିଲା, ତା ଭିତରୁ କୌରବ ମାନଙ୍କର ଜନ୍ମ ହୋଇଥିଲା ବୋଲି କଥିତ ଅଛି। ହେଲେ ବ୍ୟାସଦେବ ଯେତେବେଳେ ଲୁହା ପିଣ୍ଡୁଳାକୁ ଛୋଟ ଖଣ୍ଡ କରୁଥିଲେ, ଗୋଟିଏ ଖଣ୍ଡ ଭୁଲ ବଶତଃ ରହିଯାଇଥିଲା। ତାହେଲେ ଦର୍ଶକ ବନ୍ଧୁ, ଜାଣନ୍ତୁ ଏହି ଭୁଲ ବଶତଃ ରହିଯାଇଥିବା ଲୁହା ପିଣ୍ଡୁଳାଟି କାଳେ ଦୁଶାଳାଙ୍କ ଜନ୍ମର କାରଣ ହୋଇପାରେ। ଏହି ଖଣ୍ଡଟିରୁ ହିଁ କୌରବଙ୍କ ଏକମାତ୍ର ଭଉଣୀ ଦୁଶାଳାଙ୍କର ଜନ୍ମ ହୋଇଥିଲା। କୁରୁ ବଂଶର ଏକମାତ୍ର ଝିଅ ହୋଇଥିବା କାରଣରୁ ଦୁଶାଳା ବହୁତ ଗେହ୍ଲାରେ ବଢିଥିଲେ। ପିଲାଟି ବେଳୁ ସବୁ ପ୍ରକାରର ସୁଖ ସୁବିଧା ତାଙ୍କୁ ମିଳିଥିଲା। କିନ୍ତୁ ବିବାହ ପରେ ହିଁ ତାଙ୍କ ଜୀବନର ପ୍ରକୃତ ସଙ୍କଟ ମୁହୂର୍ତ୍ତ ଆରମ୍ଭ ହୋଇଥିଲା। କୌରବଙ୍କ ଏହି ଏକମାତ୍ର ଗେହ୍ଲି ଭଉଣୀର ବିବାହ ସିନ୍ଧୁ ରାଜ୍ୟର ରାଜା ଜୟଦ୍ରଥଙ୍କ ସହ ହୋଇଥିଲା। ଜୟଦ୍ରଥ ଯୁଦ୍ଧ ବିଦ୍ୟାରେ ଖୁବ୍ ନିପୁଣ ଥିଲେ ମଧ୍ୟ ମହିଳାଙ୍କ ପ୍ରତି ତାଙ୍କର ବ୍ୟବହାର ଅତ୍ୟନ୍ତ ନିମ୍ନମାନର ଥିଲା। ପତିଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିଲେ ମଧ୍ୟ ଦୁଶାଳା ନିଜ କଷ୍ଟ ବିଷୟରେ କାହା ଆଗରେ ପ୍ରକାଶ କରିପାରିନଥିଲେ। ଦୁଶାଳାଙ୍କ ପ୍ରତି ଅମାନୁଷିକତାର ସମସ୍ତ ସୀମା ସେତେବେଳେ ପାର କରିଯାଇଥିଲେ ଜୟଦ୍ରଥ, ଯେତେବେଳେ ସେ ଦ୍ରୌପଦୀଙ୍କ ଅପହରଣ କରିଥିଲେ। ଦର୍ଶକ ବନ୍ଧୁ, ଯେଉଁମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ଦୟାକରି ସବସ୍କ୍ରାଇବ କରିଦେବେ। ଆଉ ପୁରୁଣା ସବସ୍କ୍ରାଇବର ମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଦ୍ରୌପଦୀଙ୍କ ସହ ଦୁଷ୍କର୍ମ କରିବାକୁ ମଧ୍ୟ ଉଦ୍ୟମ କରୁଥିବା ବେଳେ ପାଣ୍ଡବମାନେ ତାଙ୍କର ସଂହାର କରିବାକୁ ଆଗେଇ ଆସିଥିଲେ। ସେହି ସମୟରେ ଦ୍ରୌପଦୀ ଜୟଦ୍ରଥଙ୍କୁ କ୍ଷମା କରି ଦୁଶାଳାଙ୍କ ସିନ୍ଦୁରର ରକ୍ଷା କରିଥିଲେ। ତେବେ ପାଣ୍ଡବମାନେ ତାଙ୍କୁ ଲଣ୍ଡା କରିଦେଇଥିଲେ। ଅପମାନିତ ହୋଇ ଜୟଦ୍ରଥ ଏହାପରେ ମହାଦେବଙ୍କ ତପସ୍ୟା କରିଥିଲେ ଏବଂ ପାପରୁ ମୁକ୍ତି ପାଇଁ କହିଥିଲେ। ଏହା ସହିତ ମହାଦେବଙ୍କ ଠାରୁ କିଛି ବର ମଧ୍ୟ ପାଇଥିଲେ। ପରବର୍ତ୍ତୀ ସମୟରେ ମହାଭାରତ ଯୁଦ୍ଧରେ କୌରବଙ୍କ ପକ୍ଷରୁ ଲଢିଥିଲେ କେବଳ ପ୍ରତିଶୋଧ ନେବା ପାଇଁ। ଯୁଦ୍ଧରେ ସେ ଛଳନା କରି ଅର୍ଜୁନ ପୁତ୍ର ଅଭିମନ୍ୟୁଙ୍କର ହତ୍ୟା କରିଥିଲେ। ତେଣୁ ପାଣ୍ଡବମାନେ ପ୍ରତିଶୋଧ ପରାୟଣ ହୋଇ ଶ୍ରୀକୃଷ୍ଣଙ୍କ ସହାୟତାରେ ଜୟଦ୍ରଥଙ୍କ ମୁଣ୍ଡ କାଟ କରିଥିଲେ। ମହାଭାରତ ଯୁଦ୍ଧ ପରେ ପାଣ୍ଡବଙ୍କ ଅଶ୍ୱମେଧ ଯଜ୍ଞ ବେଳେ ଅଶ୍ଵକୁ ଅଟକାଇଥିଲେ ଦୁଶାଳାଙ୍କ ପୁତ୍ର ସୁରଧା। ସେତେବେଳେ ସେ ସିନ୍ଧୁ ପ୍ରଦେଶର ରାଜା ଥିଲେ। ଅର୍ଜୁନଙ୍କ ସହିତ ତାଙ୍କର ଯୁଦ୍ଧ ହୋଇଥିଲା ଏବଂ ତାଙ୍କୁ ବି ସେ ହତ୍ୟା କରିଥିଲେ।
ତେବେ ସ୍ୱାମୀ ଓ ପୁତ୍ରର ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ଦୁଶାଳାଙ୍କୁ ସାନ୍ତ୍ୱନା ଦେଇ ଅର୍ଜୁନ ଦୁଶାଳାଙ୍କ ନାତିକୁ ସିନ୍ଧୁ ପ୍ରଦେଶର ସମ୍ରାଟ ଭାବେ ଅଭିଷିକ୍ତ କରିଥିଲେ। ତେବେ ଦର୍ଶକ ବନ୍ଧୁ, ଏଇ ଲେଖାଟି ଯଦି ଭଲ ଲାଗେ ତାହେଲେ ଲାଇକ୍ ନିଶ୍ଚିତ ଭାବରେ କରିଦେବେ। କମେଣ୍ଟ ବକ୍ସରେ କେଉଁ ଲେଖିବେ କେମିତି ଲାଗିଲା ଯେ। ଏମିତି ମୋ ଚ୍ୟାନେଲ ସହ ଯୋଡ଼ି ହେଇଥାନ୍ତୁ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।